ମୁଁ ଗୋଟେ ଭିडिଓରେ କହିଥିଲି ଯେ ଯେଉଁମାନେ ଗଣେଶ ପୂଜା କରିବେ ଗଣେଶ ପୂଜା ଦିନ ବେଲ ଆଉ ଗୋଟେ ହେଲା ମୂଳା ଆପଣମାନେ ଖାଇବେନି। ତ ମୋତେ ଜଣେ କମେଣ୍ଟ ମାଧ୍ୟମରେ କହିଥିଲେ ଯେ ଏ ସମୟରେ ବେଲ କେଉଁଠି ମିଳୁଛି, ଖାଲି କଥା କହୁଛନ୍ତି ନନା। ଦେଖନ୍ତୁ ମୁଁ ଆଜ୍ଞା ମିଛ କହିକି ମୋତେ ମିଳିବ କ'ଣ? ତେବେ ମୁଁ ତାର ପ୍ରମାଣ ଦେବା ପାଇଁ ଆପଣଙ୍କୁ ଗୋଟେ ଜିନିଷ ଦେଖାଉଛି। ଦେଖନ୍ତୁ, ମୁଁ ତାର ରିପ୍ଲାଏ ଦେବା ପାଇଁ କହିଥିଲି ଯେ ଆମର ଏଇ ମନ୍ଦିରରେ 12 ମାସି ବେଲ ଗଛ ଅଛି ଯାହାକି ଫଳୁଛି, କିନ୍ତୁ ହୁଏତ ସେ ମୋତେ ମୋର କଥାଟିକୁ ଗ୍ରହଣ କରିନଥିବେ। ତେବେ ଦେଖନ୍ତୁ, ଗୋଟେ ବେଲ ଆଜି ମୋ ନଜରକୁ ଆସିଲା ପଡ଼ିଥିଲା। ତେଣୁ ଏଇ ବେଲଟା ଏଇ ବେଲ ଦେଖନ୍ତୁ, ବେଲ ଫଳୁଛି ନା ନାହିଁ? ବେଲ ବର୍ତ୍ତମାନ ବି ଫଳୁଛି ଆଜ୍ଞା। ହୁଏତ ଆପଣଙ୍କ ଦୃଷ୍ଟିରେ ପଡ଼ିନଥିବ କି 12 ମାସି ବେଲ ସବୁ ଜାଗାରେ ଗଛ ନାହିଁ, ତେଣୁ ହୁଏତ ଆପଣଙ୍କୁ ସେୟା ଲାଗୁଥିବ ଯେ ଯେଉଁ ବେଲ ଖାଇବେନି ବୋଲି ଯେଉଁ କହିଛି। ଶାସ୍ତ୍ରରେ ଯେଉଁ ଜିନିଷଟି ଲେଖା ହେଇଛି ଆଜ୍ଞା, ଆମେ ଏଇଟା ମନରୁ କହୁନୁ, ଯାହା ଲେଖା ହେଇଛି ବହିରେ ଲେଖା ଅଛି। ତେଣୁ ଆମେ ତାକୁ ଖାଲି ଆପଣଙ୍କ ଆଗରେ ସେ ତଥ୍ୟଟି ରଖୁଛୁ। ତେଣୁ ମିଛ କହିବାରେ ଏଠି କିଛି ନାହିଁ। ପ୍ରମାଣ ସ୍ୱରୂପ ଦେଖନ୍ତୁ ବେଲ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ।